ବୈଶାଖ ମାସର ଗୋଟିଏ ପୂର୍ଣ୍ଣିମାର ରାତି ଥିଲା। ସେହିଦିନ ଶକୁନ୍ତଳା ଦିଦି, ଯାହାଙ୍କୁ ସବୁ ପିଲାମାନେ ଶାନ୍ତି ଦିଦି ବୋଲି ଡାକନ୍ତି, ନିଜ ଟ୍ୟୁସନର ପିଲାମାନଙ୍କୁ ନେଇ ପାଖ ଗାଁରେ ଚାଲିଥିବା ନବକଳେବର ନାମକ ଗୋଟିଏ ନାଟକ ଦେଖିବାକୁ ଯାଇଥିଲେ। ନାଟକଟି ଏତେ ସୁନ୍ଦର ଥିଲା ଯେ ସମୟ କେମିତି ବିତିଗଲା କେହି ବି ଜାଣିପାରିଲେ ନାହିଁ। ରାତି ସେତେବେଳକୁ ଭାରି ଗଭୀର ହୋଇସାରିଥାଏ। ଚାରିଆଡ଼େ ଅନ୍ଧାର ଘୋଡ଼େଇ ହୋଇ ସାରିଥାଏ। ଦୂରରୁ କେବଳ ଜିଅନ୍ତା ପୋକମାନଙ୍କର ଶବ୍ଦମାନ ଶୁଭୁଥାଏ। ପିଲାମାନେ ଡରି ଡରି ଦିଦିଙ୍କ ପଛେ ପଛେ ଚାଲୁଥାନ୍ତି। ହଠାତ୍ ସେମାନେ ଦୂରରୁ ଜଙ୍ଗଲ ଭିତରେ ଥିବା ଗୋଟିଏ ବଡ଼ ଗଛ ଉପରେ ଗୋଟିଏ ଧଳା ରଙ୍ଗର ଜିନିଷ ବସିଥିବାର ଦେଖିଲେ। ପ୍ରଥମେ ତ ସମସ୍ତେ ଏହା ଭାବିଲେ କି ସେଠାରେ ଧଳା ରଙ୍ଗର କୌଣସି କପଡ଼ା ବୋଧେ ହୁଏତ ଝୁଲୁଛି, ତେଣୁ ସେଥିପ୍ରତି କେହି ବି କୌଣସି ଧ୍ୟାନ ଦେଲେ ନାହିଁ। ସେମାନେ ସେମିତି ଚାଲି ଚାଲି ସେ ଜଙ୍ଗଲ ରାସ୍ତା ଦେଇ ଆସୁଥାନ୍ତି। କିନ୍ତୁ ସେମାନେ ଯେତେବେଳେ ସେ ଜିନିଷଟିର ନିକଟତର ହେଲେ, ଯେଉଁ ଦୃଶ୍ୟ ଦେଖିଲେ ସେଥିରେ ସମସ୍ତଙ୍କର ହାଡ଼ରୁ ପାଣି ଶୁଖିଗଲା। କାରଣ ତାହା କପଡ଼ା କିମ୍ବା ଅନ୍ୟ କୌଣସି ଜିନିଷ ନଥିଲା, ବରଂ ଗୋଟିଏ ଭୟଙ୍କର ହାଡ଼ବାଇଟିଏ ଥିଲା। ତାହାର ଆଖି ଦୁଇଟି ଅନ୍ଧାରରେ ଜୁଳୁଜୁଳୁ କରି ଚମକୁଥାଏ। ଗୋଟିଏ ଅଦ୍ଭୁତ ଆଲୋକ ତା ଭିତରୁ ବାହାରୁଥାଏ। ତେବେ ସେ ହାଡ଼ବାଇଟା ବିଭିନ୍ନ ପ୍ରକାର ଭୟଙ୍କର ଶବ୍ଦ କରି କେତେବେଳେ କାନ୍ଦିଲା ପରି ତ କେତେବେଳେ ଅଜବ ପ୍ରକାରର ପାଟି କଲା ପରି ବୋବାଉଥିଲା। ତାର ସେ ଶବ୍ଦ ଏତେ ଭୟାନକ ଥିଲା ଯେ ସବୁ ପିଲା ଥରିବାକୁ ଲାଗିଲେ। କେହି କେହି ତ ଚିତ୍କାର କରିବାକୁ ଲାଗୁଥିଲେ, କିନ୍ତୁ ଶାନ୍ତି ଦିଦି ତାଙ୍କ ପାଟିକୁ ଜାବୁଡ଼ି ଧରି ସେମାନଙ୍କୁ ଚୁପ୍ କରାଇଦେଲେ। ତେବେ ଶାନ୍ତି ଦିଦି ମଧ୍ୟ ସେତେବେଳକୁ ଭୟଭୀତ ଅବସ୍ଥାରେ ଥାନ୍ତି। କିନ୍ତୁ ପିଲାଙ୍କ ଆଗରେ ସାହସ ଦେଖାଇ ସେ କହିଲେ କି ଡର ନାହିଁ ପିଲାମାନେ, ସମସ୍ତେ ଜଗନ୍ନାଥଙ୍କ ନାଁ ନେଇ ଆଗେଇ ଚାଲ, ଆମର ସେ ହାଡ଼ବାଇଟା କିଛି ବି କ୍ଷତି କରିବନି। ତେବେ ସମସ୍ତେ ଦିଦିଙ୍କ କଥା ମାନିଲେ ଏବଂ ଭୟରେ ଧୀରେ ଧୀରେ ଆଗକୁ ବଢ଼ିଲେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ଏ ଡାକ ଦେଇ ସମସ୍ତେ ଆଗକୁ ବଢ଼ୁଥାନ୍ତି। ଭୟରେ ସାବଧାନର ସହିତ ପାଦ ଚାପି ଚାପି ସେମାନେ ଆଗେଇ ଯାଉଥାନ୍ତି। ତେବେ ଏମିତି ଭାବେ ସେ ଭୟାନକ ହାଡ଼ବାଇଟାକୁ ପଛରେ ଛାଡ଼ି ଦେଇ ସେମାନେ କୌଣସି ଭାବେ ଜଙ୍ଗଲର ସେ ଭୟଙ୍କର ରାସ୍ତାକୁ ପାର କରି ଗଲେ। ମାତ୍ର ଭୟ ଏତେ ବ୍ୟାପକ ଥିଲା ଯେ ସେମାନଙ୍କ ମଧ୍ୟରୁ କେହି ଘରକୁ ଯିବାକୁ ଆଉ ସାହସ କଲେ ନାହିଁ। ଶାନ୍ତି ଦିଦିଙ୍କ ଟ୍ୟୁସନ ଘରଟା ପାଖରେ ଥିଲା, ତେଣୁ ସମସ୍ତେ ସେହି ଟ୍ୟୁସନ ଘରେ ହିଁ ସେ ରାତିରେ ଶୋଇବାକୁ ନିଷ୍ପତ୍ତି ନେଲେ। ଟ୍ୟୁସନ ଘରେ ପହଞ୍ଚିବା ପରେ ସେମାନେ ଗୋଟିଏ ଦୀର୍ଘ ନିଶ୍ୱାସ ମାରି ସେଇଠି ବସି ପଡ଼ିଲେ। କିନ୍ତୁ ସେ ଭୟ ସେମାନଙ୍କୁ ଆଦୌ ଛାଡ଼ୁନଥାଏ। ସମସ୍ତେ ଏକାଠି ଶୋଇବା ପାଇଁ ଶେଷରେ ନିଷ୍ପତ୍ତି ନେଲେ, କିନ୍ତୁ ଶୋଇଲା ବେଳକୁ କାହାର ଆଖିକୁ ନିଦ ଆସୁନଥାଏ। ରାତି ଯେତେବେଳେ ଅଧା ହେଇ ଆସିଲା, ସମସ୍ତେ ହାଲକା ହାଲକା ଶୋଇବାକୁ ଆରମ୍ଭ କରିଲେ। କିନ୍ତୁ ସେ ରାତିରେ ମଧ୍ୟ ବୋଧେ ସେମାନଙ୍କ ଭାଗ୍ୟରେ ଆଉ କିଛି ଲେଖା ହୋଇଥିଲା। ସେମାନେ ଯେମିତି ଶୋଇବାକୁ ଚେଷ୍ଟା କରିଛନ୍ତି, ହଠାତ୍ ଆଉ ଗୋଟେ ଅଘଟଣ ଘଟିଲା। ସେ ଟ୍ୟୁସନ ଘରର ଦରଜା ବାହାରୁ କିଏ ଜଣେ ବହୁତ ଜୋରରେ ଦରଜାକୁ ଖଟ ଖଟ କରିବାକୁ ଲାଗିଲା। ଦରଜା ପଛପଟୁ କେତେବେଳେ କୁକୁର ଭୋକିବାର ଶବ୍ଦ ଆସିଲା, ତ କେତେବେଳେ ବିଲେଇ କାନ୍ଦିବାର ଆବାଜ ଶୁଭିଲା। କେତେବେଳେ ମଣିଷର ଚିତ୍କାର ଶୁଭିଲା, ତ କେତେବେଳେ ଗୋଟିଏ ଝିଅର କାନ୍ଦିବାର ସ୍ୱର ତାଙ୍କୁ ଶୁଭୁଥାଏ। ତେବେ ଏହିସବୁ ବିଭିନ୍ନ ପ୍ରକାର ଶବ୍ଦ ଶୁଣି ସମସ୍ତେ ଡରି ଉଠିକି ବସି ପଡ଼ିଲେ। ସେହି ହାଡ଼ବାଇଟା ବୋଧେ ତାଙ୍କର ପିଛା କରି କରି ଏଠାକୁ ଆସିଯାଇଛି ବୋଲି ସମସ୍ତେ ଭାବିଲେ। ତେବେ ସମସ୍ତେ ଭୟରେ ଆଉ କେହି କାହାକୁ କିଛି ବି କହିଲେ ନାହିଁ। ସାରା ରାତି ସେମାନେ ଆଖିରେ ଆଖି ଦେଇ ସେମିତି ପରସ୍ପରକୁ ଚୁପଚାପ ହେଇ ଚାହିଁ ରହିଥାନ୍ତି। ସେ ଶବ୍ଦ ଗୁଡ଼ାକ ସାରା ରାତି ସେମିତି ଶୁଭୁଥାଏ। କେତେବେଳେ କମି ଯାଉଥାଏ, ତ କେତେବେଳେ ପୁନର୍ବାର ବଢ଼ି ଯାଉଥାଏ। ତେବେ ସେ ରାତିଟା ସେମିତି ଭୟଙ୍କର ଅନୁଭୂତିରେ କଟିଗଲା। ତାପରେ
ରାତି ପାହିଯାଇ ସକାଳ ଆସିଲା। ସୂର୍ଯ୍ୟଙ୍କ କିରଣ ପୃଥିବୀକୁ ଆଲୋକିତ କଲା। ପିଲାମାନେ ଆଉ ଶାନ୍ତି ଦିଦି ଧୀରେ ଧୀରେ ସାହସ ସଞ୍ଚୟ କରି ଦରଜା ଖୋଲିବାକୁ ଗଲେ। ଭୟ ଓ କୌତୂହଳରେ ସେମାନେ ଯେତେବେଳେ ସେ ଦରଜାଟା ଖୋଲି ଦେଇଛନ୍ତି, ସେତେବେଳେ ତାଙ୍କ ଆଖି ସାମ୍ନାରେ ସେ ଯାହା ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ଆଉ ସ୍ତବ୍ଧ ହୋଇଗଲେ। କାରଣ ଘର ବାହାରେ କୌଣସି ହାଡ଼ବାଇ ନଥିଲା, ବରଂ ଜଣେ ମଦ୍ୟପାନ କରିଥିବା ବ୍ୟକ୍ତି ଧଳା ଚାଦରଟିଏ ଘୋଡ଼େଇ ହୋଇ ତାଙ୍କ ଦରଜା ପାଖରେ ଶୋଇଥିଲା। ଗତ ରାତିରେ ବୋଧେ ସେହି ମଦ୍ୟପାନ କରିଥିବା ବ୍ୟକ୍ତିଟା ବୋଧେ ଏହି ବିଭିନ୍ନ ପ୍ରକାର ଶବ୍ଦ କରୁଥିବାର ସମସ୍ତେ ଭାବିଲେ। ତେବେ ଏ ଦୃଶ୍ୟ ଦେଖି ସମସ୍ତେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟଚକିତ ହୋଇ ରହିଗଲେ। ତାପରେ ଏକ ସ୍ୱରରେ ସମସ୍ତେ ହସି ଉଠିଲେ। ତେବେ ଇଏ ଥିଲା କ'ଣ ସେଇ ଭୂତ? ସେମାନଙ୍କ ଭିତରୁ ଜଣେ ପିଲା କହିଲା। ସମସ୍ତଙ୍କ ମନରୁ ଭୟର ବାଦଲ ଛାଡ଼ିଗଲା। ଭୟର ସେ ଦୀର୍ଘ ରାତିଟି ଏକ ମଜାଳିଆ ସ୍ମୃତିରେ ପରିଣତ ହୋଇଗଲା। ଏହା ସମସ୍ତଙ୍କୁ ଶିଖାଇଲା ଯେ କେବେ କେବେ ଭୟ କେବଳ ମଣିଷ ମନର ଗୋଟିଏ ଭ୍ରମ ମାତ୍ର।